ବିଜେପି ବିଜେପି ଦଳ ଏବେ ଅପରାଜିତାକୁ ଅଣଦେଖା କରୁଛି ତାଙ୍କ କର୍ମୀ କି କାହିଁକି ସେ ନିଜକୁ କ'ଣ ଭାବନ୍ତି ଅପରାଜିତା? ଅପରାଜିତା ଜଣେ ଗୁଡ୍ ଲେଡି, ଭଲ ଆଡମିନିଷ୍ଟ୍ରେଟର, କଲେକ୍ଟର ଥିଲାବେଳେ ଆମେ କାମ କରୁଥିଲୁ। ମହାବାତ୍ୟା 19 ମସିହାରେ ସେ ମୋ ସହିତ ବହୁତ କାମ କରିଛନ୍ତି। କାହିଁକି ତାଙ୍କ ଭିତରେ ଅଣଦେଖା ହେଉଛି ମୁଁ ଜାଣିପାରୁନି। ବୋଧେ ଏ ଅପାର ସରକାର ଏଠି ଚାଲି 4 ମାସ ହେଇଗଲା ମୋହନ ସରକାର, ଆଇନ ଶୃଙ୍ଖଳା ବିଫଳ, ଚାରିଆଡ଼େ ମର୍ଡର, ଚାରିଆଡ଼େ ଚୋରି, ଚାରିଆଡ଼େ ଡକାୟତି, ଓଡ଼ିଶା ଯାକ। ଯାହା ଭୁବନେଶ୍ୱରରେ ଆମେ ଗୋଟେ ଭଲ ଡିସିପି କମିଶନ ପାଇଛୁ। ସେ ଆସିବା ଦ୍ୱାରା ଭୁବନେଶ୍ୱର କ୍ରିମିନାଲିଜିମ୍ କମିଛି। ଚୋରି ଡକାୟତି ଯେଉଁଗୁଡ଼ା ସିନ୍ଧି ଚୋର ଧରା ହେଇଗଲେଣି, ମୋଟରସାଇକେଲ ଚୋର ଏସବୁ ଧରା ହେଇଗଲେଣି। କିନ୍ତୁ ଡେଭଲପମେଣ୍ଟ ଜିରୋ। ବ୍ଲକ ଅଫିସ ଫଙ୍କସନ୍ କରୁନି, ତହସିଲ ଅଫିସ ଫଙ୍କସନ୍ କରୁନି, ଜିଲ୍ଲାପାଳ ଅଫିସ ଫଙ୍କସନ୍ କରୁନି, ଡିରେକ୍ଟରେଟ୍ ଫଙ୍କସନ୍ କରୁନି, ସେକ୍ରେଟାରିଏଟ୍ ଫଙ୍କସନ୍ କରୁନି। ନା ମୁଁ ସେ କଥା କହିପାରିବିନି ତାଙ୍କ ଦଳ ଭିତର କଥା କ'ଣ, କିନ୍ତୁ ସରକାରଟା ଫଙ୍କସନ୍ କରୁନି। ସେ ଜଣେ ଟ୍ୟାଲେଣ୍ଟ ଲେଡି, ଗୁଡ୍ ଆଡମିନିଷ୍ଟ୍ରେଟର, ଡେଭଲପ ମାଇଣ୍ଡର ଲୋକ। ସେ ଏଇଆକୁ ଦେଖି ବୋଧେ ପସନ୍ଦ କରୁନାହାନ୍ତି। ଏ ଯେଉଁ ଶାସନ ଚାଲିଛି ମୋହନ ସରକାର ଠିକ୍ କାମ କରୁନି। ହେଇତବ ଦୁନିଆ ଗଜବ ଉଠୁଛି। ସେ ମୁଁ ଶୁଣିବାକୁ ପାଉଛି କ'ଣ 21 ଜଣ MLA ଧରି ସେ ବିଜେଡ଼ିରେ ମିଶିବେ। ନବୀନ ପଟ୍ଟନାୟକ ହେବ ଚିଫ୍ ମିନିଷ୍ଟର, ସେ ହେବ ଡେପୁଟି ଚିଫ୍ ମିନିଷ୍ଟର। ମୁଁ କହିପାରିବିନି, ହଲା ମୁଁ ତାଙ୍କ ଭିତର କଥା କ'ଣ କହିପାରିବିନି। ସତରେ ଯିବେ କି ନାହିଁ, ସତରେ MLA ତାଙ୍କ ସାଥିରେ ଅଛନ୍ତି କି ନାହିଁ। ତମର ମିଡ଼ିଆ ଭାଇ, ଏ ଗାଁ ଗହଳି ଲୋକ, ଭୁବନେଶ୍ୱର ଲୋକ ଗପୁଛନ୍ତି ଯେ ଅପରାଧ ଷଡ଼ଙ୍ଗୀ 21 ଜଣ MP ଧରି ନବୀନ ପଟ୍ଟନାୟକ ସହିତ ମିଶିବେ। ମୁଁ ସତ୍ୟତା ଜାଣିନି। ମନ୍ମଥ ଠିଆ ହେବ ଲୋକସଭାକୁ 2029। ସେ କିଏ ଛିଡ଼ା ହବ, ମନ୍ମଥ ଠିଆ ହେବ। ଦିନ ରାତି ଆମେ ଖଟୁଛୁ। 4,83,000 ଲୋକ ଭୋଟ ଦେଇଛନ୍ତି। 4 ଥର ପ୍ରାଇମ୍ ମିନିଷ୍ଟର ଆସିଲା, ହୋମ୍ ମିନିଷ୍ଟର ଆସିଲା, ଡିଫେନ୍ସ ମିନିଷ୍ଟର ଆସିଲା। 3ଟା ଭୁବନେଶ୍ୱରବାସୀ, ଜଟଣୀବାସୀ, ଖୋର୍ଦ୍ଧାବାସୀ, ବେଗୁନିଆ, ବଲଗଡ଼ ଏବଂ ଆମର ବାଳକାଟିବାସୀ ଦେଇଛନ୍ତି ଭୋଟ। ତେଣୁ ଆମର ସେ ବୁଲୁଛି ଚାରିଆଡ଼େ। 2029 ହାରିଲେ ଖାତିର ନାହିଁ କି ଜିତିଲେ ଖାତିର ନାହିଁ। କିଛି ତାଙ୍କର ମୋହନ ଆସିଲେ ପଡ଼ିବନି, ମୋଦି ଆସିଲେ ପଡ଼ିବନି, କି ଶାହ ଯଦି ଆସି ମୋ ପୁଅ ସାথে ଲଢ଼ିବ ବି ପଡ଼ିବନି। ଆଉ ଇଏ କ'ଣ ଅପରାଜିତା, ପାଗଲ କଥା। କଂଗ୍ରେସ ବଢ଼ିଆ ମୁରବୀ। ରାହୁଲ PCC ନଥାଉ, ଆମର ଷ୍ଟାଣ୍ଡିଂ କମିଟି ଅଛି 20 ଜଣିଆ, ବଢ଼ିଆ କାମ କରୁଛି। ଆମର ଛାତ୍ରମାନେ ବଢ଼ିଆ, ଆମ ଯୁବକମାନେ ବଢ଼ିଆ, ମହିଳାମାନେ ବଢ଼ିଆ, ଆମେ ଆଦିବାସୀ ହରିଜନ ବଢ଼ିଆ, ମୁସଲମାନ ବଢ଼ିଆ। ଆମେ ସମସ୍ତେ କଂଗ୍ରେସ ପଛରେ ଅଛୁ। ସାଡ଼େ କମ୍ପିକି ଆଇଲାଣି ରାହୁଲ ଗାନ୍ଧୀ ନେତୃତ୍ୱରେ ଇଣ୍ଡିଆ କଂଗ୍ରେସ। ତେଣୁ ଏଠି ବି ବଢ଼ିଆ ହେବ। ରାହୁଲ ଗାନ୍ଧୀ ନେତୃତ୍ୱରେ କଂଗ୍ରେସ ଆସିବ। ସମୟକୁ ଅପେକ୍ଷା କର। ଏଗୁଡ଼ା ଖାଲି ମିଛରେ ଫାଲତୁ ଯୋଜନା। ବର୍ଷକୁ 10,000, ମାସକୁ 900 ଟଙ୍କା କି ଯୋଜନା କରିବେ ଏ ମହିଳା? ଖାଲି ଯିବା ଆସିବା କରି ଲୋନ୍ ପାଇଲା ବେଳକୁ ତାଙ୍କର ଖର୍ଚ୍ଚ ହେଇଯାଇଥିବ। ଚାହା କପରେ ଦାମ ଏଇ 10 ଟଙ୍କା, ଦିନ ମାସକୁ 90 ଟଙ୍କା ପଡ଼ୁଛି। ଦିଅ ଲକ୍ଷେ, ସେ ଲୋନ୍ ନେଇ କରନ୍ତୁ। ବାଡ଼ିଆ ବାଡ଼ି ହେଉଛି, ଡେଲିଭରି ବାଟରେ ହେଇଗଲାଣି, ଆକ୍ସିଡେଣ୍ଟ ହେଇକି କ୍ୟାପିଟାଲ ହସ୍ପିଟାଲରେ କଟକରେ ଆଡମିସନ ହେଲାଣି। ଭୟଙ୍କର ପରିସ୍ଥିତି। ଏ ଯୋଜନା ଫେଲୁଅର ଯୋଜନା। ଖାଲି କ'ଣ ଭଉଣୀମାନଙ୍କୁ କହିଲେ ବୋଉ, କହିଲେ ଭଉଣୀମାନେ ଆମ ଭଉଣୀ, ମୁଁ ଭାବିଲି ତାଙ୍କ ବୋଉ। ବୋଉକୁ ବୋଧେ ଲକ୍ଷେ ଟଙ୍କା ଦେବେ, ସେ ଟେଲର ଦୋକାନ, ମେଡିସିନ ଦୋକାନ, କି ହୋଟେଲ, କି ଲଣ୍ଡ୍ରି, ଛୋଟ ବିଜନେସ୍ କରି ବଞ୍ଚିବେ। 10,000 ବର୍ଷକୁ, ମାସକୁ ହେଲା 90 ଟଙ୍କା। ଏଗୁଡ଼ା ମୂଲ୍ୟହୀନ।